ପାରଳାଖେମୁଣ୍ଡିରେ ଏବିଭିପିର ନଗର ସମ୍ମିଳନୀ। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ ଶୈଳମ ସଭାଗୃହଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଏବିଭିପିର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବାଳକୃଷ୍ଣ ଜେନାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିନୋଦିନୀ ବିଜ୍ଞାନ ମହାବିଦ୍ୟାଳୟର ମନୋଜ କୁମାର ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନାଚାର୍ଯ୍ୟ ସରୋଜ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ଉମାଶଙ୍କର ଦାସ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ସମ୍ମିଳନୀରେ ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ଓ ତାର ଭିତ୍ତିଭୂମି ନେଇ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଏହାପରେ ଏବିଭିପିର ପାରଳାଖେମୁଣ୍ଡି ନଗର ଶାଖାର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ମୋ ନାଁ ବାଳକୃଷ୍ଣ ଜେନା, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜିଲ୍ଲା ପ୍ରମୁଖ ଦାୟିତ୍ୱରେ ଅଛି। ଆଉ ବ୍ୟକ୍ତିଗତ ଭାବେ ଶିକ୍ଷକତା କରେ। ଆମର ଏ ନଗର ସମ୍ମିଳନୀ ଯେଉଁ ହେଉଛି ଯେ ଅଧ୍ୟାପକ ଆଉ ଛାତ୍ରଛାତ୍ରୀମାନଙ୍କର ଗୋଟେ ଏକତ୍ରୀକରଣ କରାଯାଇଛି। ଆଉ ସେଇଟା ବର୍ଷକୁ ଥରେ କରାଯାଉଛି। ସେହି କାର୍ଯ୍ୟକ୍ରମରେ ଆମର ନଗର ପରିଚାଳନା ସମିତି ଗଠନ କରାଯାଉଛି। ସେ ପରିଚାଳନା ସମିତିରେ ସଭାପତି ଭାବେ ଯେକୌଣସି ଅଧ୍ୟାପକ ରହନ୍ତି, ଆଉ ଉପସଭାପତି ଭାବେ ଆଉ ଅଧ୍ୟାପକ ମଧ୍ୟ ରହନ୍ତି। ଆଉ କିଛି ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ କିଛି ଦାୟିତ୍ୱ ବଣ୍ଟନ କରାଯାଏ। ସମ୍ପାଦକ, ଯୁଗ୍ମ ସମ୍ପାଦକ, କୋଷାଧ୍ୟକ୍ଷ ଆଉ ସଦସ୍ୟ, ଷ୍ଟୁଡେଣ୍ଟ ଫାର୍ ଡେଭଲପମେଣ୍ଟ, ଏଭଳିଆ କିଛି ଦାୟିତ୍ୱ ଏବେ ଘୋଷଣା କରାଯାଇଛି। ନୂତନ କମିଟି ଗଠନ ହେଇଛି। ନୂତନ ଆମର କାର୍ଯ୍ୟକାରିଣୀ ଗଠନ ହୋଇଛି। ଆଉ ଆମର ସହିତ ଉପସ୍ଥିତ ରହିଛନ୍ତି ମୁଖ୍ୟ ଅତିଥି ଭଳିଆ ଆମର ମନୋଜ ପଟ୍ଟନାୟକ, ବିନୋଦିନୀ ସାଇନ୍ସ କଲେଜର ସେ ପ୍ରିନ୍ସିପାଲ ଅଛନ୍ତି। ଆଉ ଆମର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବିଭାଗ ପ୍ରମୁଖ ଉମା ଦାସ, ସେ ବି ଉପସ୍ଥିତ ରହିଛନ୍ତି। ସେଭଳିଆ ରାୟଗଡ଼ା ଜିଲ୍ଲାର ଜିଲ୍ଲା ପ୍ରମୁଖ ଶେଷାଇ ସେନାପତି ମଧ୍ୟ ଆମ ସହିତ ରହିଛନ୍ତି। ସେଭଳିଆ ଅଲିମ୍ପିକ ଖେଳାଳି ଆମର କିଶୋର ଚନ୍ଦ୍ର ରଥ ମଧ୍ୟ ଆମ ସହିତ ରହିଛନ୍ତି। ତା ସହିତ ଆମର ସୀତାରାମ ପ୍ରଧାନ, ସେ ବି ଜଣେ ଅଧ୍ୟାପକ ଅଛନ୍ତି। ସେ ବିନୋଦିନୀ ସାଇନ୍ସ କଲେଜର ଆମର ପୂର୍ବତନ ନଗର ସଭାପତି, ବର୍ତ୍ତମାନ ନଗରର ସଭାପତି ଦାୟିତ୍ୱ ତୁଲାଉଛନ୍ତି। ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ, ବିଶ୍ୱ ବିଜୟ ନ୍ୟୁଜ୍ ଓଡ଼ିଶା।